ଯେତେବେଳେ ଆମେ ରେଷ୍ଟ ନେଉଛେ ଆମ ସ୍ଥୂଳ ଶରୀରଟା ହିଁ ରେଷ୍ଟ ନେଉଛି। ସୂକ୍ଷ୍ମ ଶରୀର କେମିତି ରେଷ୍ଟ ନେଉନି ନା ଆମର ଶ୍ୱାସ ପ୍ରଶ୍ୱାସର କ୍ରିୟା ଚାଲିଥିବାରୁ ସୂକ୍ଷ୍ମ ଶରୀର କେମିତି ରେଷ୍ଟ ନେବ। ଯେତେବେଳେ ଶ୍ୱାସ ପ୍ରଶ୍ୱାସର କ୍ରିୟା ଆମର ବନ୍ଦ ହେଇଯିବ ତାହେଲେ ଆମର ସୂକ୍ଷ୍ମ ଶରୀର ରେଷ୍ଟ ନେବ। ଆପଣଙ୍କ ଭିତରେ ଧାରଣା ହେବ ଯଦି ଶ୍ୱାସ ପ୍ରଶ୍ୱାସର କ୍ରିୟା ବନ୍ଦ ହେବ ଲୋକ ତ ମରିଯିବ, ସେ ବିଶ୍ରାମ କ'ଣ? ସାଧକମାନେ ଲେଖିଛନ୍ତି ମରିଗଲେ ଯିବ ଯେଉଁଠିକି ଜି ଥାଉ ଥାଉ ଯାଅ ସେଇଠି। ସେଭଳିଆ ଟେକ୍ନିକ୍ ଅଛି। ଯଦି ପାତଞ୍ଜଳ ଯୋଗ ସୂତ୍ର ପଢ଼ିବେ ଭଗବାନ ଦୁଇଟା ଟେକ୍ନିକ୍ କହିଛନ୍ତି ଭଗବତ ଗୀତାରେ, ଚତୁର୍ଥ ଅଧ୍ୟାୟର 29 ଶ୍ଲୋକ, ପଞ୍ଚମ ଅଧ୍ୟାୟର 27 ଶ୍ଲୋକ। ସେମିତି ପାତଞ୍ଜଳ ଯୋଗ ସୂତ୍ରରେ ଅନେକ ଟେକ୍ନିକ୍ ପ୍ରାଣାୟାମ ତତ୍ତ୍ୱ ଲେଖା